ନମସ୍କାର। ଗପ ଅମୃତରେ ଆଜିର ଗଳ୍ପ ପେଟିକା ଭିତରେ କନିଆଟିଏ। ସହରର ସୀମାରେ ଥାଏ ଏକ ପୁରୁଣା ଶିବ ମନ୍ଦିର। ସବୁଦିନ ଶହ ଶହ ନରନାରୀ ଆସି ଦିଅଁଙ୍କୁ ପୂଜାର୍ଚ୍ଚନା କରୁଥାନ୍ତି, ଭୋଗ ଧରି ବାହୁଡ଼ି ଯାଉଥାନ୍ତି। ଗୋଟିଏ ଯୁବକ କଳା ମଚମଚ ନିଶ ଦାଢ଼ି ଉପୁଜାଇ ଗେରୁଆ ବସ୍ତ୍ର ପରିଧାନ କରି ମନ୍ଦିର କଡ଼ରେ ଖାଲି ପଡ଼ିଥିବା ଗୋଟିଏ ଭଙ୍ଗା କୁଡ଼ିଆରେ ଆଖି ବୁଜି ବସି ନିଜର ଭାଗ୍ୟ ପରୀକ୍ଷା କରିବାକୁ ମନସ୍ଥ କଲା। ପରୀକ୍ଷାରେ ସଫଳ ହେବା ପାଇଁ ବେଶୀ ସମୟ ଲାଗିଲା ନାହିଁ। ମନ୍ଦିରାଗତ ଭକ୍ତମାନଙ୍କ ଭିତରୁ କେହି କେହି ତାକୁ ଜୁହାର କରି କଦବା ପ୍ରଣିପାତ କରି କିଛି ଫଳମୂଳ ପଇସାପତ୍ର ଭେଟିଦେଲେ। ସେମାନଙ୍କ ଦେଖାଦେଖି ଆହୁରି କେତେକ ତାହା ହିଁ କଲେ। ଲୋକଙ୍କର ଆଗ୍ରହ ଦେଖି କପଟ ସାଧୁ କପା ଗେରୁଆ ବଦଳରେ ଚକମକ ରେଶମ ଗେରୁଆ ପିନ୍ଧିଲା। ପ୍ରଣାମକାରୀଙ୍କ ମୁଣ୍ଡରେ ହାତ ଥୋଇ ଆଶୀର୍ବାଦ ଦେବାର ଅଭିନୟ କଲା। ଫଳରେ ତାଠି ଭିଡ଼ ଆହୁରି ବଢ଼ିଲା। ଅଧିକରୁ ଅଧିକ ପ୍ରଣାମ ମିଳିଲା। 2 ବର୍ଷ ଭିତରେ କପଟ ସାଧୁ ମନ୍ଦିରକୁ ଲାଗି ଗୋଟାଏ 2 ମହଲା ଘର ବନେଇଲା। 8-10 ଜଣ ନକଲି ଶିଷ୍ୟ ଆସି ତାର ସେବା ଶୁଶ୍ରୂଷା କଲେ। ଦିନ ଭଲରେ କଟିଲା। ଦିନେ ସଞ୍ଜବେଳେ ମନ୍ଦିର ଆଗରେ ଘୋଡ଼ା ଗାଡ଼ିରୁ ଓହ୍ଲାଇଲେ ଜଣେ ବିଶିଷ୍ଟ ସୌଦାଗର। ତାଙ୍କ ସହ ଥାନ୍ତି ତାଙ୍କର ସ୍ତ୍ରୀ ଏବଂ ଝିଅ। ସେ ଝିଅ ଭଳି ସୁନ୍ଦରୀ ଖାଲି ସହରରେ କାହିଁକି, ସାରା ରାଇଜରେ ଥିବେ କି ନା ସନ୍ଦେହ। ନିଜ କୋଠାର ଉପର ମହଲାରୁ କପଟ ସାଧୁ ଝିଅଟିକୁ ଦେଖିଲା। ଏମିତି ଝିଅଟିଏ ମୋର ସେବିକା ହେବା ଚାହିଁ, ବାଃ, ମୋତେ ପତି ରୂପେ ପାଇବାର ସୌଭାଗ୍ୟ, ମୁଁ ଏହାକୁ ହିଁ ଅର୍ପଣ କରିବି। ସିଦ୍ଧାନ୍ତ କଲା କପଟ ସାଧୁ। ଜଣେ ଚେଲାକୁ ସେ ସୌଦାଗରଙ୍କୁ ଏକାକୀ ଡାକି ଆଣିବାକୁ ପଠାଇଲା। ଭଣ୍ଡର ଖ୍ୟାତି ସୌଦାଗର ଶୁଣିଥିଲେ। ସେ ଆସିଲେ ଓ ପ୍ରଣାମ କରି ଠିଆ ହେଲେ। ଦେଖ ବାବୁ, ମୁଁ ଗୁଡ଼ାଏ ଆଜେବାଜେ ଲୋକଙ୍କ ସହିତ କଥାବାର୍ତ୍ତା କରେ ନାହିଁ ବୋଲି ତୁମକୁ ଜଣାଥିବ। କିନ୍ତୁ ତୁମକୁ ଦେଖିଦେଇ ତମର ଦୁର୍ଭାଗ୍ୟ କଥା ଜାଣିପାରି ମୋର ତମ ପ୍ରତି ଅନୁକମ୍ପା ଜାତ ହେଲା। ତେଣୁ ଡକାଇଲି। କପଟୀ ସାଧୁ ଜଣକ ଏହା କହିଲେ। ଆଜ୍ଞା, କ'ଣ କହିଲେ? ମୋର ଦୁର୍ଭାଗ୍ୟ? ସୌଦାଗର ଶଙ୍କି ଯାଇ ପଚାରିଲେ। ଦୁର୍ଭାଗ୍ୟ ନୁହେଁ ତ ଆଉ କ'ଣ? ସୌଭାଗ୍ୟ ହୋଇଥିଲେ ମୁଁ କ୍ୟାଁ ସେଥିରେ ହସ୍ତକ୍ଷେପ କରନ୍ତି? ଭଣ୍ଡ ସାଧୁ କହିଲା। ଆଜ୍ଞା, ମୋ ବୋଇତ ସମୁଦ୍ରରେ ବେପାର ପାଇଁ ସିଂହଳ ଯାଉଛି। ତାର କିଛି ବିପଦ ହୋଇନାହିଁ ତ? ପଚାରିଲେ ସୌଦାଗର ଜଣକ। ହୋଇନାହିଁ, କିନ୍ତୁ ହେବାକୁ ଯାଉଛି। ମୁଁ ଦେଖିପାରୁଛି ଏଇଟି ଭୀଷଣ ଝଡ଼ ଘୋଟି ଆସୁଛି। ସମୁଦ୍ର ଉତ୍ତାଳ। ତମ ବୋଇତ ଯେକୌଣସି ମୁହୂର୍ତ୍ତରେ ବି। ହା ଭଗବାନ! ପାଟି କରି ଉଠିଲେ ସୌଦାଗର। ଭଣ୍ଡର ପାଦ ଦୁଇଟି ଧରି ସେ ଅନୁନୟ କରି କହିଲେ, ହେ ମହାତ୍ମା, ଯେଉଁ ଦିବ୍ୟଶକ୍ତି ବଳରେ ଆପଣ ସେ କଥା ଜାଣିପାରୁଛନ୍ତି, ସେ ଦୃଶ୍ୟ ଦେଖିପାରୁଛନ୍ତି, ତାହାରି ବଳରେ ଆପଣ ଅନୁଗ୍ରହ କରି ଅବଶ୍ୟ ମୋ ବୋଇତ ରକ୍ଷା କରିପାରିବେ। ପାରିବି ବତ୍ସ, ପାରିବି। କିନ୍ତୁ ମହାତ୍ମା ହେଲେ ବୋଲି ମୁଁ ତ ଆଉ ନିୟତି ନୁହେଁ। ବିପଦ କଟାଇବା ନିମନ୍ତେ ତମକୁ ବିପଦର ହେତୁ ଜାଣି ସେ ହେତୁକୁ ହଟାଇବାକୁ ପଡ଼ିବ। ଭଣ୍ଡ କହିଲା। ମହାତ୍ମା, ଆପଣ ଯାହା କହୁଛନ୍ତି ତାହା ଯେ ନିର୍ମଳ ଜ୍ଞାନ, ସେଥିରେ ମୋର ସନ୍ଦେହ ନାହିଁ। କିନ୍ତୁ ମୋର ବୁଝିବା ଶକ୍ତି, ହିସାବ କିତାବ, ଲାଭ କ୍ଷତି ଏହି କେତୋଟି କଥା ବାହାରେ ବିଶେଷ ଖଟେ ନାହିଁ। ବିପଦର ହେତୁଟି କ'ଣ? ବିପଦର ହେତୁଟି ତମ ସଙ୍ଗେ ସଙ୍ଗେ ରହିଛି। ଭଣ୍ଡ ମୃଦୁ ହସି କହିଲା। ବୁଝିପାରୁ ନାହିଁ ମହାତ୍ମା। ଏଥର କପଟ ସାଧୁ ବୁଝାଇଦେଲା, କଣ୍ଠସ୍ୱର ନିମ୍ନ କରି। ତମ କନ୍ୟା ହିଁ ତମ ବିପଦର ହେତୁ। ସେ ହେତୁଟି ତମ ସହ ଥିବା ପର୍ଯ୍ୟନ୍ତ ମୁଁ ତମର ହୋଇ କହିଲେ ବି
ବ୍ରହ୍ମା ବିଷ୍ଣୁ ମହେଶ୍ୱର କେହି ତୁମକୁ ରକ୍ଷା କରିପାରିବେ ନାହିଁ। ତାକୁ ଅଚିରେ ବିସର୍ଜନ ଦିଅ। ମହାତ୍ମା, ଆପଣ କହୁଛନ୍ତି କ'ଣ? ମୁଁ ତା ବାପଟି, ଝିଅକୁ ବିସର୍ଜନ ଦେବି କେମିତି? ବିମୁଢ଼ ପ୍ରାୟ ପ୍ରଶ୍ନ କଲେ ସୌଦାଗର। ଏମିତି ଉପାୟ ସରଳ। ଗୋଟିଏ ପେଟିକାରେ ଭର୍ତ୍ତି କରି ତାକୁ ସବୁଠୁ ଛୋଟ ଡଙ୍ଗାରେ ଥୋଇ ନଈରେ ଭସାଇ ଦିଅ। ପେଟି ଉପରେ ଗୋଟିଏ ବତୀ ଜଳାଇ ରଖିବ। କାମଟି ଆଜି ରାତିରେ କରିଦିଅ। ନା ନା ମହାତ୍ମା, ବରଂ ମୋର ସର୍ବସ୍ୱ ଯାଉ, ବରଂ ମୁଁ ସପରିବାର ରାସ୍ତାରେ ଭିକାରୀ ଭଳି ବୁଲିବି, କିନ୍ତୁ ଏମିତି କାମ କରିପାରିବି ନାହିଁ। ପ୍ରବଳ ଭାବରେ ମୁଣ୍ଡ ହଲାଇ କହିଲେ ସୌଦାଗର। କପଟ ସାଧୁ ଏଥର ଅଟ୍ଟହାସ୍ୟ କଲା। ସୌଦାଗରଙ୍କ ଗାଲ୍ୟରେ ସ୍ନେହର ଚାପୁଡ଼ାଟିଏ ମାରି କହିଲା, ଆରେ ବାବୁ, ମୁଁ ଯଦି ନଖ ଦର୍ପଣରେ ତମ ଝିଅର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁ ନଥାନ୍ତି, ତେବେ କ'ଣ ଏ ପ୍ରସ୍ତାବ ଦିଅନ୍ତି? ତାର ନିୟତି କହୁଛି ଏମିତି ମାର୍ଗରେ ହିଁ ତାକୁ ମିଳିବେ ଯୋଗ୍ୟତମ ପତି, ତୁମକୁ ମିଳିବେ ଯୋଗ୍ୟତମ ଜାମାତା। ଓଃ, ଏମନ୍ତ! ସୌଦାଗର ସ୍ୱସ୍ତିରେ ନିଶ୍ୱାସ ଛାଡ଼ିଲେ। ଆଉ କିଛି ଆଲୋଚନା ଅନ୍ତେ ସୌଦାଗର ବିଦାୟ ନେଲେ। କେତେ ରାତିରେ ଠିକ୍ କେଉଁ ରୀତିରେ କନ୍ୟା ବିସର୍ଜନ ହେବ, ସେ ସବୁ ଠିକ୍ ହୋଇଗଲା। ଝିଅକୁ ନିଦ ଔଷଧ ମିଶା ସରବତ ପିଆଇ ଗୋଟିଏ ବଡ଼ ହାଲୁକା ପେଟିକାରେ ପୂରାଇ ଯଥା ସମୟରେ ସୌଦାଗର ନିର୍ଜନ ନଈ ଭିତରେ ନିଜେ ପଶି କାର୍ଯ୍ୟଟି ସମାପନ କଲେ। ଯଦିଓ ମହାତ୍ମାଙ୍କ ଭବିଷ୍ୟବାଣୀ ଫଳିବ, କନ୍ୟା ତାଙ୍କର ହେବ ସୌଭାଗ୍ୟବତୀ, ଏ ବିଷୟରେ ତାଙ୍କର ସନ୍ଦେହ ନଥିଲା। ତଥାପି ସେ ଅଶ୍ରୁରୋଧ କରିପାରିଲେ ନାହିଁ। ଅର୍ଦ୍ଧକୋଶ ଦୂରବର୍ତ୍ତୀ ଅନ୍ୟ ଏକ ନିର୍ଜନ ସ୍ଥାନରେ ନଦୀ ସ୍ରୋତ ଆଡ଼େ ଅନାଇ ଅପେକ୍ଷା କରିଥାଏ କପଟ ସାଧୁ ତାର ବିଶ୍ୱସ୍ତ ଦୁଇଜଣ କପଟ ଶିଷ୍ୟଙ୍କୁ ଧରି। ଚାହୁଁ ଚାହୁଁ ଅଦୂରରେ ଦେଖାଦେଲା ଭାସମାନ ପ୍ରଦୀପ। ଭଣ୍ଡର ଛାତି ଭିତରେ ଢୋଲ ବାଜିବା ଆରମ୍ଭ କଲା। ପ୍ରଦୀପ ଶୋଭିତ ପେଟି ପାଖେଇ ଆସନ୍ତେ ଶିଷ୍ୟ ଦୁଇଜଣ ପହଁରି ଯାଇ ଟିକି ଡଙ୍ଗାକୁ କୂଳମୁହକୁ ଠେଲି ଠେଲି ନେଇ ଆସିଲେ। କେଡ଼େ ସୁରୁଖୁରୁରେ ଯୋଜନାଟି କାର୍ଯ୍ୟକାରୀ ହୋଇଗଲା। ନିଜ ବୁଦ୍ଧିକୁ ତାରିଫ କଲା ଭଣ୍ଡ। ଅବଶ୍ୟ ସେ ସିଧାସଳଖ ବିବାହ ପ୍ରସ୍ତାବ ଦେଇପାରିଥାନ୍ତା, କିନ୍ତୁ ସେଥିରେ ସୌଦାଗର ସମ୍ମତ ହେବାର ଆଶା ନଥିଲା। ସେ ସମ୍ମତ ହେଲେ ବି ସୁନ୍ଦରୀ ହୁଏତ ରାଜି ହୋଇ ନଥାନ୍ତା। କିନ୍ତୁ ବର୍ତ୍ତମାନ ଏକ ଦିଗରେ ତାଙ୍କ ବୋଇତ ଦୁର୍ବିପାକରୁ ରକ୍ଷା ପାଇବା ଯୋଗୁଁ ସୌଦାଗର ଯେମିତି ତା ପ୍ରତି କୃତଜ୍ଞ ହେବେ, ତାଙ୍କୁ ଜଳସମାଧିରୁ ରକ୍ଷା କରିଥିବା ହେତୁ ସୁନ୍ଦରୀ ବି ସେତିକି କୃତଜ୍ଞ ହେବ। ନିଜର ବିକଳ କୁଟିଳ ମଗଜରେ କପଟ ସାଧୁର ଏହା ହିଁ ଥିଲା ସନ୍ତୋଷ। ତା ନିର୍ଦ୍ଦେଶରେ ଦୁଇ ଶିଷ୍ୟ ପେଟିକା ଗୋଟିକ ଉପର ମହଲାରେ ତା ନିଜ କୋଠରୀ ଭିତରକୁ ନେଇଗଲେ। ସେ ଦୁହିଁଙ୍କ ବିଦାୟ ଦେଇ ଦେଇ ମୂଷା ଛେନା ଆଡ଼େ ଅନାଇବା ପ୍ରାୟ ଭଣ୍ଡ ପେଟି ଆଡ଼େ ଅନାଇ ରହିଲା। ଛାତି ଭିତରେ ଢୋଲ ଆହୁରି ଜୋରରେ ଜୋରରେ ବାଜୁଥାଏ। ସନ୍ତର୍ପଣରେ ସେ ଉଠାଇ ଦେଲା ପେଟିର ଆଚ୍ଛାଦନ। ଅଚାନକ ଘଟିଗଲା ବିଷମ କାଣ୍ଡ। ହଠାତ୍ କାହାର ତୀକ୍ଷ୍ଣ ନଖମାନ ତାର ଗାଲ, ମୁହଁ ବିଦାରି ପକାଇଲା। ସେ ତାକୁ ନିଜର ଭ୍ରମ ମନେକରି ସୁନ୍ଦରୀକୁ ଉତ୍ତମ ରୂପେ ଦେଖିବା ନିମନ୍ତେ ଆଖି ବଡ଼ ବଡ଼ କରି ଅନାନ୍ତେ ସେ ଭୟଙ୍କର ହାତ ତାର ଗୋଟାଏ ଆଖି ପ୍ରାୟ ପୂରା ତାଡ଼ି ପକାଇଲା। ପରେ ପରେ ସେ ପାଇଲା ଏକ ତୀବ୍ର ଦଂଶନ। ନାକରୁ ଅଧେ ଉଡ଼ିଗଲା। ସେ ବିକଟ ଚିତ୍କାର କରି ପଳାଇବାକୁ ଚେଷ୍ଟା କଲାବେଳକୁ ତା ଦାଢ଼ି ଧରି ତାକୁ ଏକାଧିକ ଚାପୁଡ଼ା ମାରିଲା ସେ ଭୀଷଣ ଜୀବ ଏବଂ ତାପରେ ଝରକା ଦେଇ ଡେଇଁ ପଳାଇଲା ଗୋଟିଏ ଗଛ ଉପରକୁ। କପଟ ସାଧୁ ଅଳ୍ପ ଆଲୁଅରେ ସେ ଜୀବକୁ ଦେଖିପାରୁ ନଥାଏ। ପୁଣି ଆଖିକୁ ତାର ଆଚ୍ଛନ୍ନ କରିଥାଏ ଲହୁ। ସେ ଡାହାଣୀ ଡାହାଣୀ ବୋଲି ଚିତ୍କାର କରି ଦୌଡ଼ିଲା କୋଠା ତଳକୁ, ତାପରେ ରାସ୍ତାକୁ, ତାପରେ ଜଣାନାହିଁ କେଉଁ ଅଜଣା ମୁଲକକୁ। ସେ ଆଉ ଫେରି ନାହିଁ। ଫେରିଥିଲେ କିନ୍ତୁ ତାର ସେ ନୂଆ ମୁହଁ ଦେଖି ତାକୁ ତା ଶିଷ୍ୟମାନେ ଚିହ୍ନି ନପାରି ତଡ଼ି ଦେଇଥାନ୍ତେ। ସୁନ୍ଦରୀ କେମିତି ଡାହାଣୀ ବନିଗଲା, ଏହି ପ୍ରହେଳିକା ତାକୁ ହୁଏତ ସବୁବେଳେ ସନ୍ଦେହରେ ପକାଇଥାଇପାରେ, ପାଗଳ କରିଦେଇପାରେ। କିନ୍ତୁ ଆମେ ଡାହାଣୀର ମାନହାନି କରିବା ଅନ୍ୟାୟ। ପେଟିକା ଭିତରୁ ଯିଏ ବାହାରିଥିଲା ସେ ଡାହାଣୀ ନୁହେଁ, ଗୋଟାଏ କ୍ରୋଧୀ ମାଙ୍କଡ଼। କଥା ହେଲା,
ସେ ରାଜ୍ୟର ଯୁବରାଜ ଶିକାର ପାଇଁ ବନସ୍ଥକୁ ଯାଇ ନଅରକୁ ବାହୁଡ଼ି ଆସୁଥିଲେ ତାଙ୍କ ବିଶାଳ ନୌକା ଯୋଗେ। ଶିକାର ବେଳେ ତାଙ୍କ ଜାଲରେ ପଡ଼ିଯାଇଥିଲା ଗୋଟିଏ ମର୍ଦ ମାଙ୍କଡ଼। ତାଙ୍କ ସୌଖିନ ଚିଡ଼ିଆଖାନାରେ ରଖିବା ନିମନ୍ତେ ସେ ତାକୁ ସାଥିରେ ଆଣୁଥିଲେ। ନଈ ମଝିରେ ଭାସମାନ ପ୍ରଦୀପ ତାଙ୍କୁ ଆକୃଷ୍ଟ କଲା। ପ୍ରଦୀପ ତଳେ ପୁଣି ଗୋଟାଏ ପେଟିକା। ସେ ତାକୁ ନିଜ ନୌକାକୁ ଆଣି ଖୋଲିଲା ବେଳକୁ ଭିତରେ ଶୋଇଛି ଅସାମାନ୍ୟ ସୁନ୍ଦରୀ, ପୁଣି ଜୀବନ୍ତ। ରହସ୍ୟ କ'ଣ? ସେ ସୁନ୍ଦରୀକୁ ବାହାର କରି ଆଣି ଖାସ୍ ଖିଆଲବଶତଃ ମାଙ୍କଡ଼ଟିକୁ ପେଟିରେ ରଖି ଟିକି ଡଙ୍ଗାଟିକୁ ପୁଣି ଛାଡ଼ି ଦେଇଥାନ୍ତି ପ୍ରଦୀପ ସମେତ। ରାଜପୁତ୍ରଙ୍କ ନୌକା ନଅର ପାଖରେ ପହଞ୍ଚିବା ବେଳକୁ କନ୍ୟାର ନିଦ ତୁଟିଗଲାଣି। ସେ କିଛି ନ ବୁଝିପାରି କାନ୍ଦିଲା। ରାଜପୁତ୍ର ସକାଳ ହେବା ମାତ୍ରେ ତାକୁ ସବାରିରେ ବସାଇ ସାଙ୍ଗରେ ଘୋଡ଼ା ଚଢ଼ି ସୌଦାଗର ଘରେ ପହଞ୍ଚିଲେ। ସୌଦାଗର ତ ସେମିତି କିଛି ହେବ ବୋଲି ଅପେକ୍ଷା କରିଥାଏ। ମହାତ୍ମା ପରା କହିଥିଲେ, ସେ ଝିଅର ନିୟତି ହେଲା ସିଏ ସବୁଠୁ ଯୋଗ୍ୟ ପାତ୍ରକୁ ବାହା ହେବ। ରାଜପୁତ୍ରଠୁ ଯୋଗ୍ୟ ପାତ୍ର ସେ କାହୁଁ ପାଆନ୍ତେ? ରାଜପୁତ୍ର ଅମଙ୍ଗ ହେବାର ପ୍ରଶ୍ନ ନଥିଲା, କାରଣ ସେ କନ୍ୟାଠୁ ସୁନ୍ଦରୀ ସେ କାହୁଁ ପାଆନ୍ତେ? ଏଡ଼େ ସଫଳ ଭବିଷ୍ୟବାଣୀ କରିଥିବା ମହାତ୍ମାଙ୍କୁ ଉଭୟ ରାଜପୁତ୍ର ଓ ସୌଦାଗର ପୁରସ୍କାର ଦେବା ପାଇଁ ବ୍ୟଗ୍ର ହେଲେ। ହାୟ, କାହିଁ ଗଲେ ମହାତ୍ମା? ସତେଅବା ମହାତ୍ମା ଆମରି କନ୍ୟାଟିର ରାଜଯୋଟକ କରିଦେବା ନିମନ୍ତେ ଅପେକ୍ଷା କରିଥିଲେ। ତାପରେ ଚାଲିଗଲେ ହିମାଳୟ ବା ଦଣ୍ଡକାରଣ୍ୟ। କହୁଥାନ୍ତି କୃତାର୍ଥ ସୌଦାଗର।